ବଳିୟାନ ହେଇ ରାବଣ ତ୍ରିପୁରରେ ଅନେକ ପ୍ରାଦୁର୍ଭାବ ଦେଖାଇଲା। ତାର ଅତ୍ୟାଚାରରେ ସମସ୍ତେ ଥରହର ହେଲେ। ଏହି ଅତ୍ୟାଚାରର ପ୍ରଭାବରେ ସମସ୍ତେ କିପରି ପୀଡ଼ା ପାଇଥିଲେ ତାର ଖୁବ୍ ସୁନ୍ଦର କାବ୍ୟିକ ବର୍ଣ୍ଣନା ଦେଇଛନ୍ତି ଉପେନ୍ଦ୍ର ଭଞ୍ଜ। ସମୁଦ୍ର ଆଗରୁ କମ୍ ଚଞ୍ଚଳ ଥିଲା। ରାବଣର ପ୍ରତାପରେ ଥରି ଉଠି ସେ ତରଙ୍ଗାୟିତ ହୋଇଗଲା। ଇକ୍ଷୁ, ସୁରା, ଦଧି, ଦୁଗ୍ଧ ଇତ୍ୟାଦି ସମୁଦ୍ର ଭାବିଲେ ରାବଣ ଆମକୁ ତାର ଖାଦ୍ୟ ଏବଂ ପାନୀୟ ଭାବି ଶେଷ କରିଦେବ କି? ଲବଣ ଏବଂ ଜଳ ସମୁଦ୍ର ଭାବିଲେ ରାବଣ ମାଛ ଖାଇବା ପାଇଁ ଆମକୁ ବାହି ଦେଇ ଶୁଖାଇଦେବ ନାହିଁ ତ? ଗାଁ ଗହଳିରେ ଖରାଦିନେ ଗାଡ଼ିଆ ପୋଖରୀରୁ ପାଣି ବାହି ଲୋକମାନେ ମାଛ ଧରିବା ଦୃଶ୍ୟଟି ହୁଏତ କବିଙ୍କ ଆଖିରେ ପଡ଼ିଛି। ସେ ପାଣି ବାହିବା ଦୃଶ୍ୟଟିକୁ ଏଠି ପ୍ରୟୋଗ କରି ତାକୁ କାବ୍ୟ ରୂପ ଦେଇଛନ୍ତି। ଏହା ବିଚାର କରି ସମୁଦ୍ରମାନେ କାନ୍ତି ନାମକୁ ଗୋଟିଏ ସୁନ୍ଦରୀ ଯୁବତୀକୁ ରାବଣକୁ ଅର୍ପଣ କଲେ। ତାକୁ ବହୁ ରତ୍ନ ଦେଇ ନିଜ ନାମରେ ତାର ଭଣ୍ଡାରକୁ ରତ୍ନାକର ନାମ ରଖିଲେ। ସାଧନ ପାଇଁ ଖଣ୍ଡା ଧରିବାରୁ ଜମ୍ବୁଦ୍ୱୀପ ଏବଂ ପ୍ଳକ୍ଷଦ୍ୱୀପ ଭାବିଲେ ହୋମକାଠ ଭାବି ଆମକୁ ରାବଣ ହାଣିଦେବ କି? ବାଟୁଳି ଧରିବାରୁ ତ୍ରୌଞ୍ଚଦ୍ୱୀପ ଭାବିଲା ମୋତେ ବଗପକ୍ଷୀ ଭାବି ମାରିଦେବ କି? ଶାକଦ୍ୱୀପ ଭାବିଲା ମୋତେ ଶାଗ ଭାବି ଖାଇଦେବ କି? ଶାଳ୍ମଳୀ ଦ୍ୱୀପ ଭାବିଲା ମୋତେ ଶିମୁଳି ତୁଳା ଭାବି ମୋ ଉପରେ ଶୋଇଯିବ କି? ପୁଷ୍କର ଦ୍ୱୀପ ଭାବିଲା ପଦ୍ମଫୁଲ ବିଚାରି ମୋତେ ଉପାଡ଼ି ନେବ କି? ଏ ତ ଗଲା ଅନ୍ୟମାନଙ୍କ ମନରେ ଭୟ ସଞ୍ଚାର କରିବା। ଅତ୍ୟାଚାର ବି ରାବଣ କମ୍ କଲା ନାହିଁ। ବେଦମତୀ ନାମକ କନ୍ୟାକୁ ବଳାତ୍କାର କରିବାରୁ ମୋ ଯୋଗୁଁ ତୋର ମରଣ ହେବ ଏହି ଅଭିଶାପ ଦେଇ ବେଦମତୀ ନିଆଁରେ ନିଜକୁ ଝାସ ଦେଲା। କୈଳାସ ପର୍ବତକୁ ଯାଇ ଶିବ ଦ୍ୱାରପାଳ ନନ୍ଦୀକୁ ମାଙ୍କଡ଼ କହି ନିନ୍ଦା କଲା ଓ ଚାପୁଡ଼ା ମାରିଲା। ନନ୍ଦୀ ଅଭିଶାପ ଦେଲା, ତୁ ମାଙ୍କଡ଼ ଓ ମନୁଷ୍ୟଙ୍କ ଦ୍ୱାରା ଅନେକ କଷ୍ଟ ପାଇବୁ। ସ୍ୱର୍ଗ ରାଜ୍ୟକୁ ଗୌଡ଼ ସାହି ବୋଲି ମନେ କଲା ଏବଂ ସେଠାରୁ ସୁନା ରୂପକ ଗାଈମାନଙ୍କୁ ଲୁଟି କରି ଦେବତାମାନଙ୍କୁ ବହୁ କଷ୍ଟ ଦେଲା। ପାତାଳପୁରକୁ ଶବରପଲ୍ଲୀ ମନେକରି ସେମାନଙ୍କୁ ନାନା କଦର୍ଥନା ଦେଲା ଏବଂ ଦାସ କରି ରଖିଲା। ରାବଣର ପ୍ରାସାଦରେ ପତାକା ଫରଫର ଉଡ଼ିବାରୁ ଇନ୍ଦ୍ରଙ୍କ ପ୍ରାସାଦ ମନରେ ଭୟ କଲା, ମୋତେ ବାନ୍ଧି ନେବା ପାଇଁ ରାବଣ ଆକାଶରେ ଗତି କରୁଛି କି? ସୂର୍ଯ୍ୟ ମଧ୍ୟ ରାବଣକୁ ଭୟ କଲେ। ରାବଣ ପୂର୍ବରୁ ବହୁ ଦାନବ ଥିଲେ, କିନ୍ତୁ ରାବଣ ପରି ଏତେ ଗର୍ବ କେହି କରିନଥିଲେ। ଏତେ ଗର୍ବ ଅହଙ୍କାରରେ ଅଧିଷ୍ଠ ଦେବଲୋକ, ମର୍ତ୍ତ୍ୟଲୋକ ଏବଂ ପାତାଳ ଲୋକ ତ୍ରାହି ତ୍ରାହି ଡାକ ଛାଡ଼ିଲେ। ଏଇଠି ଉପେନ୍ଦ୍ର ଭଞ୍ଜ ଶେଷ କରିଛନ୍ତି କାବ୍ୟର ପ୍ରଥମ ଛାନ୍ଦ। বহন ভিত যে
कत